प्रभु तू दे सूर्य पानी बोतल धरिक हाथ धोई हेलो हाय नमस्कार जय जगन्नाथ मुझे प्रदीप आज गोटे न्यू फ्रेश ब्लॉग को आज आपको स्वागत आज गोटे एमतीया ब्लॉग आसी हुए तो ये ब्लॉग ये केवे आसी नथला आज ये ब्लॉग आज प्रथम आसी ब्लॉग हूँ जे बानर श्रीरामंकर भक्त बानर आउ मर्यादा वर्ष रामचंद्र भक्त बानर बानर 8-10 दिन तले देहांत होता देहांत जेहेतु होता आज तांकर श्रद्धांजलि आज करुँचे किसी किसी भक्त सब अच्छा आज खाया पीया केमती कौन सब कर श्रद्धांजलि केमती कौन सब ठाकुर हो आसतु बुझिकी देखा
जीते पाहे हाँ जीते पाहे वही मानारू हे बाऊ धारा आजारे मानारामा आजा सीताराम को आजारे मानारामा आजा सीताराम को आजारे मानारामा भजिले पाइबू भजिले पाइबू भजिले पाइबू भजिले पाइबू भजिले रामा राम जय राम जय जय राम हे 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 राम जय राम जय जय राम संकट मोचन जय हनुमान हे राम जय राम जय जय राम संकट मोचन जय हनुमान हे राम जय राम जय जय राम संकट मोचन जय हनुमान हे राम जय राम जय जय राम संकट मोचन जय हनुमान हे राम जय राम जय जय राम संकट मोचन जय हनुमान हे राम जय राम जय जय राम संकट मोचन जय हनुमान हे राम जय राम जय जय राम संकट मोचन जय हनुमान जय राम श्री राम जय जय राम संकट मोचन जय हनुमान जय राम श्री राम जय जय राम संकट मोचन जय हनुमान जय राम श्री राम जय जय राम संकट मोचन ମୁଁ ଏବେ ରୋଷେଇ ଘରେ ଅଛି। ରୋଷେଇ ଏବେ ଚାଲିଛି। ଏବେ ଆମର ପଚାରି ବୁଝିବା ଲାଗି ଭାଇ କେତେ ଲୋକ ପାଇଁ ଆଜି କଣ କେମିତି କଣ ଖାଇବା ପିଇବା ସବୁ ହଉଛି? ଲୋକଙ୍କ ପାଇଁ ଖାଇବା ପିଇବା ହେଇଛି ଆଉ ଯେତିକି ଲୋକ ଖାଇଲା ପର୍ଯ୍ୟନ୍ତ ଚାଲିବ ସେତେବେଳେ ପର୍ଯ୍ୟନ୍ତ ଖାଇବେ। କେତେ ଦିନ ଦେହାନ୍ତ ହେଇଥିଲା? 10 ଦିନ ହବ ଆସିକି ଆଉ କେତେ 10 ଦିନ ହେଇଗଲା। ତଥାପି କେତେ ଦିନ ଆଜି କଣ କଣ ଆଇଟମ ହେଇଛି? ଭାତ ରହିବ ଖଟା କ୍ଷୀରି ସବୁ ଆଇଟମ ହେଇଛି ଲୋକମାନଙ୍କ ପାଇଁ। ରୋଷେଇ ଏବେ ଚାଲିଛି ଦେଖନ୍ତୁ। ଭାଇ ପ୍ରସାଦ ଭଲ ହେଇଛି। ଭାତ ଡାଲମା ଖଟା କ୍ଷୀରି।
ବୁଝିଆ कंठदेशे वरपुत्र पौत्र सकल सुभगां शक्ति देवीराय सर्वोच्च समाय समायमा विधासंभवानं महीयते धनर्यः वामसस्तेन इन्द्रवत्तकर्मा प्रभु हनुमानं कृपारु सब भक्तमानकर मनस्कामना पूर्ण सर्वे बोलानंद कवार प्रभु रामचंद्र भगवानंकर ତମେ କୁଆଡେ ଯାଇଥିଲ? कमिटी युवक वृंदमानंकर मनरे ପ୍ରସାଦ ପାଉନ? ପ୍ରସାଦ ରେଡି ହେଇକି ଅଛି। ଗାଧେଇନ? ହଉ ଆସ। ପ୍ରଭୁ ତୁ ପାଣି ବୋତଲ ଧରିକି ହାତ ଧୋଇ ବେଟା କେମିତି ହେଇଛି? ବଢିଆ ହେଇଛି। ଦାଦା ଏବେ ପ୍ରସାଦ ଖାଇ ବସିଛନ୍ତି। ଦାଦା ପ୍ରସାଦ ଭଲ ହେଇଛି। ଆଉ ଇଏ ଭରତ ବାବୁ ଆଉ ଆମ ବାପା ତଳେ ବସି ଯାଇଛନ୍ତି। ଆମ ଅଜୟ ଦାଦା ବସି ଯାଇଛନ୍ତି ଉପରେ। ପ୍ରସାଦ ବଢ଼ିଆ ହେଇଛି। ବଜରଙ୍ଗବାଲି ମାନେ ପ୍ରସାଦ ନା ନାଇଁ? ହଉ ଏଥର ମୋ ପାଳି। ମୁଁ ଏଥର ଖଲି ଧରିଲି। ଲାଇନରେ ଧୀରେ ଧୀରେ ଆଗକୁ ଚାଲିବା। ସମସ୍ତେ ଲାଇନରେ ଛିଡ଼ା ହେଇଛନ୍ତି। ମୁଁ ବି ଲାଇନରେ ଛିଡ଼ା ହେଇଛି। ଲାଇନରେ ପ୍ରସାଦ ପାଇବା, ଶାନ୍ତି ଶୃଙ୍ଖଳା ରକ୍ଷା କରିବା। ମୁଁ ଏବେ ଅନ୍ନ ପାଇଲି। ଅନ୍ନ ପ୍ରଥମେ ଧରିଲି। ଏବେ ଦେଖନ୍ତୁ ଯେତିକି ଆବଶ୍ୟକ ସେଇ ହିସାବରେ ଅନ୍ନ ନେବା, ପ୍ରସାଦ ନଷ୍ଟ କରିବାନି। ଏବେ ଡାଲମା ଆସିଲା, ତାପରେ ଖଟା। ମୁଁ ଖଟା ଖାଏନି, ତଥାପି ଖଟା ଖାଇଲି, କିନ୍ତୁ ରୋଷେଇ ବଢ଼ିଆ ଲାଗୁଥିଲା। କ୍ଷୀରି ଏବେ ଆସିଗଲା। ଭାତ, ଡାଲମା, ଖଟା, କ୍ଷୀରି ଅତି ସୁନ୍ଦର ଚମତ୍କାର ରୋଷେଇ ହେଇଛି। ଗୋଟେ ମୁଁ ଦେଖିଲି ଗୋଟେ ବାନରଙ୍କର ଶ୍ରଦ୍ଧାଞ୍ଜଳି, ମାନେ ତାଙ୍କର ମାନେ ପୋତିକି ତାଙ୍କର କଲାବେଳେ ଠାକୁରଙ୍କର ପୁରା ନୀତି ନିୟମରେ ପୁରା କରୁଛନ୍ତି, ହୋମ ଯଜ୍ଞ କରୁଛନ୍ତି। ଆଉ ଖାଇବା ପିଇବା ବି ବଢିଆ ହଉଛି। ଲୋକଙ୍କର ଭଗବାନ ପ୍ରତି ଭାରି ମାନେ ଇଏ ଅଛି, ଭଲ ପାଇବା ଅଛି, ବିଶ୍ୱାସ ବି ଅଛି। ବାନରଟେ ହେଲେ କଣ ହେଲା, ବିଶ୍ୱାସ ଅଛି। ଆଉ ଖୁସି ଲାଗିଲା ଯାହା ହଉ ଠାକୁରଙ୍କର ଆଜି ଗୋଟେ କର୍ମ ଚାଲିଛି, ବଢିଆ ଲାଗୁଛି। ଆଉ ହନୁମାନ ତ କଳିଯୁଗରେ ବି ଅଛନ୍ତି। ସେ ଯୁଗେ ଯୁଗେ ସେ ଅଛନ୍ତି ହନୁମାନ। ଆଉ ସେଥିପାଇଁ ହନୁମାନଙ୍କୁ ପ୍ରାୟ ଲୋକ ବି ମାନନ୍ତି ନା ନାଇଁ। ଆଉ ଆଜି ଖୁସି ଲାଗିଲା ଯାହା ହଉ ଠାକୁରଙ୍କର କିଛି ନୀତି ଆମେ ଦେଖିଲୁ ଏଇଭଳିଆ। ଭଲ ଠାକୁରଙ୍କ ପ୍ରତି ବହୁତ ମାନେ ଲୋକଙ୍କର ବହୁତ ଇଏ ଅଛି, ଭଲ। ସେଇଟା ଆମେ ବି ଦେଖିକି ଆମକୁ ଖୁସି ଲାଗୁଛି। ନିହାତି। ଆଉ ଆଜିର ଭିଡ଼ିଓ କେମିତି ଲାଗୁଛି ଆଶା କରେ ଭଲ ଲାଗିବ। ଯଦି ଭଲ ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ଭଲ କମେଣ୍ଟ କରିବେ। ପ୍ଲିଜ୍ ସପୋର୍ଟ ଟିକେ କରନ୍ତୁ। ଲାଇକ୍ ସେୟାର କରୁନାହାନ୍ତି, କିଛି କରୁନାହାନ୍ତି। ଭିଡ଼ିଓ ଦେଖି ଦେଉଛନ୍ତି, ସ୍କ୍ରିପ୍ଟ କରି ରଖି ଦେଉଛନ୍ତି। ସପୋର୍ଟ ଟିକେ କରନ୍ତୁ ଭାଇ। ଯଦି ସପୋର୍ଟ କରିବେ ଆମେ ଆଉ କିଛି ଭଲ ଭିଡ଼ିଓ ନିହାତି ବଢ଼ିଆ କଣ୍ଟେଣ୍ଟ ଆସିବ, କିନ୍ତୁ ସପୋର୍ଟ ରହିବା ଦରକାର। ସପୋର୍ଟ ରହିଲେ ତ ଗୋଟେ ମଣିଷ ଆଗକୁ ଯିବ ନା, ନିହାତି।